ଦେଖନ୍ତୁ ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବ ଥିଲା। ସେ ଉତ୍ସବରେ ହୀରକ ଜୟନ୍ତୀ କମିଟି ତରଫରୁ ମୋତେ ନିମନ୍ତ୍ରଣ କରାଯାଇଥିଲା। ମୋତେ ଖୁସି ଲାଗଲା ଆଜି ହୀରକ ଜୟନ୍ତୀ କମିଟିରେ ଯୋଗ ଦେବା ଲାଗି। 1964 ମସିହାରେ ଏ ବିଦ୍ୟାଳୟ ପ୍ରତିଷ୍ଠା ହେଇଛି। ଖରିଆ ରୋଡ଼ଟା ହେଉଛି ଆମର ଓଡ଼ିଶାର ସୀମାନ୍ତ ଅଞ୍ଚଳ। ଖରିଆ ରୋଡ଼ ଆସିଲା ମାନେ ଆମେ ଓଡ଼ିଶାକେ ପ୍ରବେଶ କରୁଛୁ। ଆଉ ଆଜି ମାନ୍ୟବର ମନ୍ତ୍ରୀ ବି ଉପସ୍ଥିତ ଥିଲେ, ଇସ୍ପାତ ଖଣି ଏବଂ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭାଇ, এবং ସେ ପ୍ରତିଶ୍ରୁତି ଦେଇକି ଯାଇଛନ୍ এটা +2 ହାୟର ସେକେଣ୍ଡାରୀ ସ୍କୁଲ ଖୋଲିବାର ଲାଗି। ଏବଂ ଆମେ ଆଶା କର୍ମା ନିଶ୍ଚିତ ରୂପେ ଆଗାମୀ ଦିନରେ ବିଦ୍ୟାଳୟଟା ଉନ୍ନତ ଉଚ୍ଚ ବିଦ୍ୟାଳୟରେ ପରିଣତ ଅତି ସଂକ୍ଷିପ୍ତରେ ଓମ୍ ପ୍ରକାଶ ସଦନମେ ଟିକେଶ୍ୱର ସାହୁ ଗଦାଧର ବାଗ ବ୍ୟାସଜ ରାମ ସୋନି ଅଜଲ୍ଲାଲ ସାହୁ ସମସ୍ତେ ମଞ୍ଚ ଉପରକୁ ଆସିଯାନ୍ତୁ। ଏମାନେ এই অনুষ্ঠাନର ପୂର୍ବତନ ଛାତ୍ରମାନେ ଯେଉଁମାନେ ସମାଜର ବିଭିନ୍ନ ଦିଗରେ ବିଭିନ୍ନ କର୍ମରେ ସେମାନେ ନିଜସ୍ୱ ନିଜ ନିଜ କର୍ତ୍ତବ୍ୟରେ ଏବଂ ନିଜସ୍ୱ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଜି ଆମେ ସେମାନଙ୍କୁ आज गोबंधु विद्यापीठ रे आमर हीरक जयंती पालन होइथिला एवं सही परिप्रेक्ष्य रे आमर जो मंत्री महोदय आसीथिले आमे समस्ते से बहुत शुभ उद्घाटन मध्य हला एवं मु मध्य से गोबंधु स्कूल जने छात्री बहुत मोर पाई बहुत गौरवर विषय थिला कि निजर भावना को सेठारे प्रकट करथिली एवं मु सेठारे आपनको गोटे विषय कहबा को चाहे जेंति गोबंधु स्कूल आम खरिया रोड आमे 7टा स्कूल पीएमसी स्कूल पाई आमे पठैतिलु सेथिरो गोबंधु विद्यापीठ एप्रूव हेकिना आसी सारिछे एवं वर्तमान आम चेष्टा करूँ आदरणीय आम केंद्रीय शिक्षा मंत्री ओडिशार शिक्षा मंत्री समस्त को आम बहुत नवेदन करूँ से हाँ कहते यथाशीघ्र आम खरियार विद्यापीठ को हायर सेकेंडरी परिणत करने। लेटेस्ट न्यूज अपडेट पाई www.nowodisha.com को लॉगिन करंतु।